ଆସନ୍ତାକାଲି ଅକ୍ଷୟ ତୃତୀୟା। ଏହି ଅକ୍ଷୟ ତୃତୀୟା ଅବସରରେ ଦେଶର କୋଟି କୋଟି ଚାଷୀଙ୍କୁ ମିଳିବାକୁ ଯାଉଛି ସିଏମ୍ କିଷାନ ଟଙ୍କା ବା କାଳିଆ ଯୋଜନା ଟଙ୍କା। ଏହି ସିଏମ୍ କିଷାନ ଟଙ୍କା ଯେଉଁମାନେ ଯୋଗ୍ୟ ବିବେଚିତ ଅଟନ୍ତି ସେମାନଙ୍କୁ ଆସନ୍ତାକାଲି ମିଳିବାକୁ ଯାଉଛି ଏହି ଟଙ୍କା। ତ କେତେକ ହିତାଧିକାରୀ 2,000 ଟଙ୍କା ପାଇବେ ଏବଂ କେତେକ ହିତାଧିକାରୀ 4,000 ଟଙ୍କା ପାଇବେ ତ କେତେକ ହିତାଧିକାରୀ 6,000 ଟଙ୍କା ପର୍ଯ୍ୟନ୍ତ ଆସନ୍ତାକାଲି ପାଇପାରିବେ। ତ କେଉଁ ଚାଷୀମାନେ କେତେ ଟଙ୍କା ପାଇବେ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ସମସ୍ତ ଚାଷୀ ଭାଇମାନଙ୍କୁ ମୋର ଅନୁରୋଧ କି ଆପଣମାନଙ୍କୁ ମୋଷ୍ଟ ଇମ୍ପୋର୍ଟାଣ୍ଟ 2ଟି କାମ କରିବାକୁ ପଡ଼ିବ। ଯେଉଁମାନେ ଆଗରୁ କରିସାରିଛନ୍ତି ସେମାନେ ଆସନ୍ତାକାଲି ନିଶ୍ଚୟ ଏହି ଟଙ୍କା ପାଇବେ। ତ ଯେଉଁମାନେ ଏପର୍ଯ୍ୟନ୍ତ କରିନାହାନ୍ତି ଆପଣମାନେ ମୋବାଇଲ ସାହାଯ୍ୟରେ ଆପଣମାନେ ମଧ୍ୟ କରିପାରିବେ। ତ ସେହି ମୋଷ୍ଟ ଇମ୍ପୋର୍ଟାଣ୍ଟ 2ଟି କାମ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିବି। ତା ପୂର୍ବରୁ ଭିଡ଼ିଓକୁ ଗୋଟିଏ ଆଜ୍ଞାମାନେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଦେଖନ୍ତୁ ଆସନ୍ତାକାଲି ନିଶ୍ଚୟ ଏହି ସିଏମ୍ କିଷାନ ବା କାଳିଆ ଯୋଜନା ଟଙ୍କା ମିଳିବାକୁ ଯାଉଛି। ତ ଖବରକାଗଜରେ ମଧ୍ୟ ପ୍ରକାଶ ପାଇସାରିଲାଣି। ତ ସେହି ଖବରକାଗଜରେ କ'ଣ ପ୍ରକାଶ ପାଇଛି ଆପଣମାନଙ୍କୁ ଟିକିଏ ଆଲୋଚନା କରିବି ଏବଂ କ'ଣ କରିବାକୁ ପଡ଼ିବ ତାହା ମଧ୍ୟ ଆଲୋଚନା ସବୁକିଛି ଡିଟେଲ୍ସ କରିବା। ତ ଆସନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଅକ୍ଷୟ ତୃତୀୟାରେ ସିଏମ୍ କିଷାନ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ଦେଖନ୍ତୁ ଆଜ୍ଞା ଖବରକାଗଜରେ ମଧ୍ୟ ପ୍ରକାଶ ପାଇସାରିଲାଣି। ସମୟ ଲାଇଭ୍ରେ 2ଟା 3 PM ରେ ଆଜି ପ୍ରକାଶ ପାଇଛି। ତ ଆପଣମାନଙ୍କୁ ଆସନ୍ତାକାଲି ନିଶ୍ଚୟ ଏହି ସିଏମ୍ କିଷାନ ଟଙ୍କା ବା କାଳିଆ ଯୋଜନା ଟଙ୍କା ମିଳିବାକୁ ଯାଉଛି। ତ ଦେଖନ୍ତୁ ଚାଷୀଙ୍କ ପାଇଁ ଖୁସି ଖବର। ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମ୍ କିଷାନ ଯୋଜନା ମାଧ୍ୟମରେ 50 ଲକ୍ଷ ଚାଷୀ 1,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପାଇବେ। ବର୍ଷକୁ 2ଟି କିସ୍ତିରେ ଚାଷୀଙ୍କୁ ସିଏମ୍ କିଷାନ ଟଙ୍କା ମିଳୁଛି। ନୂଆଖାଇ ଓ ଅକ୍ଷୟ ତୃତୀୟା ଅବସରରେ ସରକାର ଚାଷୀଙ୍କୁ ଟଙ୍କା ଦେବେ। ଦେଖନ୍ତୁ ଆଜ୍ଞା ଆସନ୍ତାକାଲି ମିଳିବାକୁ ଯାଉଛି ସିଏମ୍ କିଷାନ ଟଙ୍କା। ଚାଷୀଙ୍କ ପାଇଁ ଏହା ଖୁସି ଖବର। ଅକ୍ଷୟ ତୃତୀୟା ବା ଆସନ୍ତାକାଲି ବୁଧବାର ଦିନ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମ୍ କିଷାନ ଯୋଜନା ମାଧ୍ୟମରେ 50 ଲକ୍ଷ ଚାଷୀ 1,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପାଇବେ। ତାପରେ ଦେଖନ୍ତୁ ଆପଣମାନେ ଜାଣିଥିବେ ଏହି ସିଏମ୍ କିଷାନ ଟଙ୍କା ବା କାଳିଆ ଯୋଜନା ଟଙ୍କା ବର୍ଷକୁ 2ଟି କିସ୍ତିରେ ଆସିଥାଏ। ତ ଗୋଟିଏ କିସ୍ତି ଆପଣମାନଙ୍କୁ ନୂଆଖାଇରେ ମିଳିଥାଏ ଏବଂ ଆଉ ଗୋଟିଏ କିସ୍ତି ଆପଣମାନଙ୍କୁ ଅକ୍ଷୟ ତୃତୀୟାରେ ମିଳିଥାଏ। ତ ଯେଉଁ ଚାଷୀ ଭାଇମାନେ ଏପର୍ଯ୍ୟନ୍ତ ଜାଣିନାହାନ୍ତି ଆପଣମାନେ ମନେ ରଖନ୍ତୁ ଗୋଟିଏ କିସ୍ତି ନୂଆଖାଇରେ ଆପଣମାନଙ୍କୁ ସିଏମ୍ କିଷାନ ଯୋଜନା ବା କାଳିଆ ଯୋଜନା ଟଙ୍କା ମିଳିବ ଏବଂ ଆଉ ଗୋଟିଏ କିସ୍ତି ଅକ୍ଷୟ ତୃତୀୟାରେ ମିଳିବ। ଦେଖନ୍ତୁ ଆଜ୍ଞା କାଳିଆ ଯୋଜନା ପ୍ରଥମରୁ ଥିଲା। ଏବେ ସରକାର ଆସିବା ପରେ ସେହି କାଳିଆ ଯୋଜନାକୁ ସିଏମ୍ କିଷାନ ଯୋଜନାରେ ପରିବର୍ତ୍ତନ କରିଛନ୍ତି। ତ ଆପଣମାନେ ଯଦି ଏହି ସିଏମ୍ କିଷାନ ଟଙ୍କା ପାଉଛନ୍ତି ତ ନିଶ୍ଚୟ ଆପଣମାନେ PM କିଷାନ ଟଙ୍କା ମଧ୍ୟ ପାଇପାରିବେ। ତ ଦେଖନ୍ତୁ ଏହି PM କିଷାନ ଟଙ୍କା ବର୍ଷକୁ 3ଟି କିସ୍ତିରେ ଆସିଥାଏ। ତ ଆପଣମାନଙ୍କୁ 2,000 ଟଙ୍କା ଲେଖାଏଁ ଗୋଟିଏ କିସ୍ତିରେ ଆସିଥାଏ। ଆପଣମାନେ ମଧ୍ୟ ଜାଣିଥିବେ। ତ ଆସନ୍ତୁ ଜାଣିବା ଆଉ କ'ଣ ଅପଡ଼େଟ୍ ଦେଇଛନ୍ତି ସରକାର। ଗତ ବର୍ଷ ନୂଆଖାଇରେ ପ୍ରାୟ 47 ଲକ୍ଷ ଚାଷୀଙ୍କୁ ସିଏମ୍ କିଷାନ ଯୋଜନାରେ ସହାୟତା ରାଶି ସରକାର ଦେଉଥିଲେ। ତାପରେ ସେହିପରି PM କିଷାନ ଯୋଜନାରେ ବର୍ଷକୁ 3ଟି କିସ୍ତିରେ ସରକାର ଚାଷୀଙ୍କୁ ଟଙ୍କା ଦେବେ। ତାପରେ PM କିଷାନ ଓ ସିଏମ୍ କିଷାନ ଯୋଜନା ମାଧ୍ୟମରେ ଚାଷୀମାନେ ବାର୍ଷିକ 10,000 ଟଙ୍କା ପାଇବେ। ରାଜ୍ୟ ଓ ଦେଶରେ କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଛି। ସିଏମ୍ କିଷାନ ଯୋଜନାରେ ନାମମାତ୍ର କ୍ଷୁଦ୍ର ଏବଂ ଭୂମିହୀନ ଚାଷୀମାନେ ଅନ୍ତର୍ଭୁକ୍ତ ଅଟନ୍ତି।
तापर योग्य विवेचित चाषी मानू सीएम किसान टंका मिलिबो। देखंतु आज्ञा सीएम किसान योजना रे नाममात्र चाषी पाइपारे, तापर क्षुद्र चाषी पाइपारे एवं भूमिहीन चाषी पाइपारे। तो समस्त चाषी को यही सीएम किसान टंका मिलिबो। जो माने आगरू यही सीएम किसान बा कालिया योजना टंका पाउथिले सेमानंकु मध्य मिलिबो एवं जो माने एबे यही सीएम किसान योजना रे आवेदन करिसंती तांकु मध्य यही टंका मिली पारिबो। तो आउ गोटे मोस्ट इम्पोर्टान्ट कथा हला जो माने आगरू यही सीएम किसान टंका पाउथिले सेमानंकु मोस्ट दुईटी काम करिबाकू पड़िबो। तो सही दुईटी काम हेउछि प्रथमे आपण मानंकु ई केवाईसी करिबाकू पड़िबो। तो देखंतु आज्ञा जदि आपण माने आगरू यही टंका पाउथिले तो एबे सरकार यही अपडेट ती देइछंती आपण मानंकु ई केवाईसी करिबाकू पड़िबो। जदि आपण माने ई केवाईसी करिवेनी ताहेले यही सीएम किसान टंका बा कालिया योजना टंका आपण माने पाई पारिबे नाही। तो यही ई केवाईसी केमिति करिवे मु आपण मानंकु यही मोबाइल साहाय्य रे आपण मानंकु कहिबी। तो आपण माने स्टेप बाय स्टेप फॉलो करिवे। तो वीडियोटी टिकिए लॉन्ग है पारे, तो आपण मानंकु मोस्ट इम्पोर्टान्ट करिबाकू पड़िबो, नहेले आपण माने एही सीएम किसान टंका पाई पारिबे नाही। सर्वप्रथमे आपण मानंकु जे कोनोसी एक ब्राउजर को ओपन करी सर्च बार रे सर्च करंतु सीएम किसान। तो एही परी आपण माने सर्च करंतु, तापरे देखंतु सीएम किसान रो प्रथम वेबसाइट लिंक टी आसी जाइछि। तो यही लिंक ऊपर आपण माने क्लिक करंतु। तो देखंतु यही परी इंटरफेस आसीबो। तो यही परी इंटरफेस आसीरा परे आपण मानंकु देखंतु एठारे लेखा हैछि सीएम किसान। यही सीएम किसान ऊपर आपण माने क्लिक करंतु। देखंतु यही परी सीएम किसान रो पोर्टल टी आसी जिवो। यही परी आपण मानंकु एक पॉपअप आसीबो। सही पॉपअप को आपण माने कट कर देबे। तापरे टिकिए टिकिए स्क्रॉल करी आपण माने तळकु तळकु जिवे। तो देखंतु एठारे लेखा हैछि पूर्वरु पंजीकृत। देखंतु एही परी आपण मानंकु शो करूथबो। जदि आपण पूर्वरु पंजीकृत कृषक अटंती तेबे आपण आपणकर नूतन कृषक पंजीकरण स्थिति ई केवाईसी स्थिति जांच करि पारिबे। देखंतु आपण माने जदि पूर्वरु चाषी अटंती एवं पूर्वरु आपण माने एही सीएम किसान टंका बा कालिया योजना टंका पाउथिले सेमाने आपण सेमानंकु ई केवाईसी करिबाकू निहाती बाध्यतामूलक करा जायछि। जदि आपण माने ई केवाईसी न करिवे ताहेले आसंता काली एही कालिया योजना बा सीएम किसान टंका पाई पारिबे नाही। तो समस्त चाषी भाई मानकु एहीपरी करिबाकू पड़िबो। आपण माने एहीपरी करंतु एवं आसंता काली टंका पांतु। देखंतु आपण माने ई केवाईसी स्थिति जांच उपरे आपण माने क्लिक करिबाकू पड़िबो। देखंतु एहीपरी इंटरफेस आसीबो। तो आपण मानंकु प्रथमे एठारे लेखा हैछि दरखास्तकारी आधार संख्या। तो चाषींकर आधार संख्या को एठारे क्लिक करिबाकू पड़िबो। तापरे आपण मानंकु कैप्चा अछि, सही कैप्चा को आपण माने फिलअप करिबाकू हेबो। तापरे ओटीपी ऊपर क्लिक करिबाकू पड़िबो। तो देखंतु आपण मानंकर आधार को एठारे एंट्री करंतु। तापरे जो परी कैप्चा अछि सही कैप्चा ऊपर क्लिक करंतु। तापरे ओटीपी ऊपर आपण माने क्लिक करले रजिस्टर नंबर को एक ओटीपी जीवो। तापरे आपण मानंकर केवाईसी टी ई केवाईसी टी ऑलरेडी डन हो जीवो। तो आपण माने एही परी केवाईसी करंतु, नहेले आपण माने आसंता काली सीएम किसान बा कालिया योजना टंका पाई पारिबे नाही। तो आउ गोटे मोस्ट इम्पोर्टान्ट कथा है आपण मानंकु देखंतु डीबीटी लिंक करने पड़िबो। तो जो बैंक रे आपण माने खाता खोली सही बैंक रे आपण मानंकु डीबीटी लिंक करने पड़िबो। तापरे
କୃଷକ ପୋର୍ଟାଲରେ ପଞ୍ଜୀକୃତ କରିବାକୁ ପଡ଼ିବ। ଏହିପରି ଆପଣମାନେ କରନ୍ତୁ, ତାପରେ ଯାଇକି ଆପଣମାନେ CM କିଷାନ ଟଙ୍କା ପାଇପାରିବେ। ନହେଲେ ଆପଣମାନେ CM କିଷାନ ଟଙ୍କା ପାଇବାରୁ ବଞ୍ଚିତ ହେବେ। ତ ଏହା ଥିଲା ଆଜିର ଛୋଟିଆ ଅପଡ଼େଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଆପଣମାନେ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।